ସୃଷ୍ଟିର ନିୟମ ଅଟେ। ଆପଣ ଯାହା ବାଣ୍ଟିବେ ତାହା ଆପଣଙ୍କ ପାଖରେ ଅଧିକ ହେବ। ତାହା ଧନ ହେଉ କିମ୍ବା ଭୋଜନ, ସମ୍ମାନ ହେଉ କିମ୍ବା ଅପମାନ, ଘୃଣା ହେଉ କିମ୍ବା ପ୍ରେମ। ଦୁନିଆର ସବୁ ଖେଳ ଖେଳିନେବ, କିନ୍ତୁ ଭୁଲରେ ବି କାହାର ଭାବନା ସହିତ ଖେଳିବ ନାହିଁ। କାହିଁକିନା ଏହା ହେଉଛି ସେହି ଦୋଷ ଯାହାକି ମୁଁ କେବେ କ୍ଷମା କରିନଥାଏ। ଯେଉଁ ବ୍ୟକ୍ତି ସମୟକୁ ମୂଲ୍ୟ ଦିଏ, ସମୟ ତାକୁ ଆଗକୁ ବଢ଼ିବାର ସୁଯୋଗ ଦେଇଥାଏ। ଯିଏ ଦୁଃଖରେ ଅଛି ସେ ଆଗକୁ ଖୁସିରେ ରହିପାରିବ, ହେଲେ ଯିଏ ଦୁଃଖ ଦେଇଛି ସେ କେବେ ବି ଖୁସିରେ ରହିପାରିବ ନାହିଁ। ଭଲ କଥା କହୁଥିବା ସବୁ ମଣିଷ ଭଲ ନୁହନ୍ତି, କାହିଁକିନା ଆଜିକାଲି ସେହି ମଣିଷ ବେଶୀ ମିଠା ମିଠା କଥା କହିଥାନ୍ତି, ଯିଏ ଆପଣଙ୍କ ପାଇଁ ଷଡ଼ଯନ୍ତ୍ର କରିଥାନ୍ତି। ଜୀବନରେ ଆମେ ଈଶ୍ୱରଙ୍କ ଆଗେ ବହୁତ କିଛି ମାଗିଥାଉ, କିନ୍ତୁ ସେଥି ମଧ୍ୟରୁ କେବେ କେବେ ନିଜ ପିତାମାତାଙ୍କ ପାଇଁ ଲମ୍ବା ଆୟୁ ବି ମାଗି ନିଅନ୍ତୁ। ଜୀବନରେ କିଛି ବି ହାସିଲ କର, ବାସ୍ ଏତିକି ଧ୍ୟାନ ରଖିବ ଯେ ତମର ଲକ୍ଷ୍ୟ ପଥ କେବେ ବି ଲୋକମାନଙ୍କର ହୃଦୟକୁ ଭାଙ୍ଗି ଚାଲି ନଯାଏ। ସଫଳତା ହାସଲ କରିବା ପାଇଁ କଠିନ ପରିଶ୍ରମ କରନ୍ତୁ, କିନ୍ତୁ କେବେ ବି ଗର୍ବ କରନ୍ତୁ ନାହିଁ। କାରଣ ଗୋଟିଏ ବୃକ୍ଷରେ ଲକ୍ଷ ଦିଆସିଲ ତିଆରି କରାଯାଏ, କିନ୍ତୁ ଗୋଟିଏ ଦିଆସିଲ କାଠିରେ ଲକ୍ଷ ଲକ୍ଷ ବୃକ୍ଷକୁ ଜାଳିବାର କ୍ଷମତା ରହିଛି।